ଆମମାନଙ୍କ ଜୀବନରେ ଯେତେବେଳେ ବିପରୀତ ପରିସ୍ଥିତି ଥାଏ, ଯେତେବେଳେ ଆମେ ପ୍ରତିକୂଳ ପରିସ୍ଥିତି ଭିତରେ ଗତି କରୁଥାନ୍ତି, ଯେତେବେଳେ ଆମକୁ ଜୀବନ ଦୁର୍ବିସହ ଲାଗେ, ଯେତେବେଳେ ଆମକୁ କୌଣସି ରାସ୍ତା ଦେଖାଯାଏ ନାହିଁ, ଯେତେବେଳେ ଆମକୁ ଚତୁର୍ଦିଗ ଅନ୍ଧକାର ପରି ଲାଗେ, ସେତେବେଳେ ଏହି ଅମୃତ ବାଣୀ ଗୁଡ଼ିକ ଯେତେବେଳେ ଆମ କାନରେ ପହଞ୍ଚେ, ଏହା ଆମକୁ ନୂଆ ପ୍ରେରଣା ଯୋଗାଇଥାଏ, ଆମର ମନୋବଳକୁ ବଢ଼ାଇଥାଏ, ଆମକୁ ଆଗକୁ ବଢ଼ିବାକୁ ରାସ୍ତା ପ୍ରଦର୍ଶନ କରିଥାଏ। ତେଣୁ ସବୁବେଳେ ଏହି ଅମୃତମୟ କଥା ଗୁଡ଼ିକ ବା ଅମୃତମୟ ବାଣୀର ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଜୀବନରେ ପ୍ରଭାବ ରହିଛି। ତେଣୁ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୁଁ ଅନୁରୋଧ କରିବି, ଏହି ଅମୃତ ବାଣୀକୁ ନିଶ୍ଚିତ ଭାବରେ ଆପଣମାନେ ବହୁବାର ଶୁଣନ୍ତୁ, ବୁଝନ୍ତୁ ଏବଂ ବଦଳିବାକୁ ଚେଷ୍ଟା କରନ୍ତୁ। ଖାଲି ଶୁଣିଲେ ବୁଝିଲେ ଚଳିବ ନାହିଁ। ଶୁଣିବା ବୁଝିବା ସହିତ ଏହାକୁ ଯଦି ଆପଣ ନିଜ ଜୀବନରେ କାମରେ ଲଗାଇବେ, ତାହେଲେ ନିଶ୍ଚିତ ଭାବରେ ଆପଣମାନେ ସଫଳ ହେବେ। ପ୍ରତିଟି କଥା ବହୁତ ମୂଲ୍ୟବାନ। କେତେବେଳେ କେଉଁ କଥା ଯେ ଆପଣଙ୍କୁ ପ୍ରେରଣା ଦେଇ କେଉଁଠି ପହଞ୍ଚାଇ ଦେବ କହିହେବ ନାହିଁ। ତେଣୁ ଦର୍ଶକ ବନ୍ଧୁ, ବାରମ୍ବାର ଏ ଅମୃତ ବାଣୀକୁ ଶୁଣନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଚାଲନ୍ତୁ ଡେରି ନ କରି ଆମେ ଆରମ୍ଭ କରିବା ଆମର ଏ ଅମୃତ ବାଣୀକୁ। ଝାଡ଼ୁ ସେ ପର୍ଯ୍ୟନ୍ତ ବନ୍ଧା ହୋଇ, ଆପଣମାନେ ଦେଖିବେ ଝାଡ଼ୁ ଯେ ପର୍ଯ୍ୟନ୍ତ ବନ୍ଧା ହୋଇ ରହିଥାଏ, ତାହା ସେ ପର୍ଯ୍ୟନ୍ତ କ'ଣ କରେ? ଅଳିଆ ସଫା କରିଥାଏ। ମାତ୍ର ସେହି ଝାଡ଼ୁ ଯେତେବେଳେ ବନ୍ଧନରୁ ଖସିଯାଏ ବା ଫିଟିଯାଏ, ଝାଡ଼ୁ ଯେତେବେଳେ ଖୋଲିଯାଏ, ସେତେବେଳେ ସେହି ଝାଡ଼ୁ ନିଜେ ଅଳିଆରେ ପରିଣତ ହୋଇଯାଏ। ତେଣୁ ଅନେକଙ୍କୁ ଏକ କରି ବାନ୍ଧି ରଖିଲେ ଯାଇ ଆମ ଜୀବନର ଉଦ୍ଦେଶ୍ୟ ସଫଳ ହେବ। ତେଣୁ ସମସ୍ତଙ୍କୁ ଏକାଠି କରି ଆପଣାର କରି ଆଗକୁ ବଢ଼ନ୍ତୁ। ସେହି ସ୍ୱପ୍ନ ସତ ହୋଇପାରେ ବା ଅସତ ହୋଇପାରେ, ଯାହା ଶୋଇକି ଦେଖାଯାଏ। ମାତ୍ର ସେ ସ୍ୱପ୍ନ ନିଶ୍ଚିତ ଭାବରେ ସଫଳ ହୁଏ ଯେଉଁ ସ୍ୱପ୍ନ ତୁମକୁ ଶୋଇବାକୁ ଦେଇନଥାଏ। କାଲି ଯାହା ଥିଲା ତାକୁ ଭୁଲି ଆଜି ଯାହା ମିଳିଛି ତାକୁ ଉପଯୋଗ କର। ଦେଖିବ ଆସନ୍ତାକାଲି ଆପେ ଆପେ ତୁମ ପାଖକୁ ଚାଲି ଆସିବ। ଅତୀତର ପଶ୍ଚାତାପ ଅତୀତକୁ ବଦଳାଇ ଦେଇପାରିବ ନାହିଁ, କି ଭବିଷ୍ୟତର ଚିନ୍ତା ଭବିଷ୍ୟତକୁ ସଜାଡ଼ି ଦେଇପାରିବ ନାହିଁ। ତେଣୁ ବର୍ତ୍ତମାନକୁ ସଜାଡ଼ି ଦେଇ ଆପଣମାନେ ଆପଣମାନଙ୍କର ଭବିଷ୍ୟତକୁ ସଜାଡ଼ିବାକୁ ଚେଷ୍ଟା କରନ୍ତୁ। ସ୍ୱାଦ ପଛରେ ନ ଦୌଡ଼ିଲେ ଶରୀରର ଫାଇଦା ହୋଇଥାଏ। ସେମିତି ବିବାଦକୁ ଛାଡ଼ିଦେଲେ ସମ୍ବନ୍ଧର ମଧ୍ୟ ଫାଇଦା ଆସିଥାଏ। ଆଉ ବ୍ୟର୍ଥ ଚିନ୍ତା ଛାଡ଼ିଲେ ଜୀବନକୁ ଫାଇଦା ମିଳିଥାଏ। ଜୀବନରେ କେବେ ଯଦି ଅଭିମାନ ଆସେ, ତେବେ ଟିକେ ଶ୍ମଶାନ ଆଡ଼ୁ ଯାଇ ବୁଲି ଆସିବେ, ଯେଉଁଠି ଆପଣଙ୍କଠାରୁ ଆହୁରି ସାମର୍ଥ୍ୟବାନ ଲୋକମାନେ ପାଉଁଶ ହୋଇ ପଡ଼ି ରହିଥିବାର ଦୃଶ୍ୟ ଆପଣମାନେ ଦେଖିବେ। ଏ ଦୁନିଆକୁ ସିକନ୍ଦର ଭଳିଆ ଲୋକ ଆସି ମଧ୍ୟ ସେମାନଙ୍କର ପତ୍ତା ରହିନି। ଆପଣଙ୍କୁ ପଚାରେ କିଏ?
କାହାରି ଦୁଃଖର ଘର ଉପରେ ନିଜର ଖୁସିର ତାଜମହଲ ତିଆରି କରିବାର ପ୍ରଚେଷ୍ଟା ଆଦୌ କରନ୍ତୁ ନାହିଁ। ଖୁସି ସାଉଁଟିବାକୁ ମନା ନାହିଁ, ଯେତେ ପାରୁଛନ୍ତି ଖୁସି ସାଉଁଟି ଚାଲନ୍ତୁ, ମାତ୍ର ଅନ୍ୟକୁ ଦୁଃଖ ଦେଇ ନୁହଁ। ପିତାର ଗାଳି ଖାଇଥିବା ପୁଅ, ଗୁରୁଙ୍କ ଠାରୁ ଦଣ୍ଡ ପାଇଥିବା ଶିଷ୍ୟ ଏବଂ ବଣିଆ ଦ୍ୱାରା ପିଟା ଯାଇଥିବା ସୁନା ଏସବୁ ଆଭୂଷଣ ବନିଥାଏ। ନିଶ୍ଚିତ ଭାବରେ ଏମାନେ କୌଣସି ନା କୌଣସି ପଦପଦବୀରେ କୌଣସି ନା କୌଣସି ସଫଳତା ପାଇଥାନ୍ତି ବା କାର୍ଯ୍ୟରେ ଲାଗିଥାନ୍ତି। ଜୀବନରେ କାହାକୁ ବି ବେକାର ଭାବନ୍ତୁ ନାହିଁ, କାରଣ ଗୋଟିଏ ବନ୍ଦ ଘଡ଼ି ଆପଣ ଲକ୍ଷ୍ୟ କରିବେ ଅତି କମ୍ରେ ଦିନକୁ 2 ଥର ଠିକ୍ ସମୟ ପ୍ରଦର୍ଶିତ କରିଥାଏ। ହାସଲ କରନ୍ତୁ, ନହେଲେ ଛାଡ଼ି ଦିଅନ୍ତୁ। ମାତ୍ର ମନେ ରଖନ୍ତୁ, ନିଜ ସ୍ୱାର୍ଥ ପାଇଁ କାହାକୁ କେବେ ଇସ୍ତେମାଲ ବା ବ୍ୟବହାର କରନ୍ତୁ ନାହିଁ। ଭଗବାନଙ୍କ ଉପରେ ବିଶ୍ୱାସ ରଖ, ଯିଏ ତୁମକୁ ଏପର୍ଯ୍ୟନ୍ତ ଆଣିଲାଣି ସେ ଆଗକୁ ମଧ୍ୟ ସେମିତି ତୁମକୁ ଯତ୍ନ ସହକାରେ ନେଇପାରିବେ। ବାସ୍ ଖାଲି ଭଗବାନଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଲେ ହେଲା। ସମୁଦ୍ର ବନି କାହାକୁ ବୁଡ଼ାଇବା ଅପେକ୍ଷା ମାଧ୍ୟମ ବନି କାହାକୁ ବଞ୍ଚାଇ ପାରିଲେ ବହୁତ ଶାନ୍ତି ମିଳିବ। ମହତ୍ଵ ଓ ସମୟର ଖେଳ ବହୁତ ନିଆରା। ଯାହାକୁ ତୁମେ ମହତ୍ଵ ଦେବ ସେ ତୁମକୁ ସମୟ ଦେବ ନାହିଁ, ଆଉ ଯାହାକୁ ତୁମେ ସମୟ ଅଧିକ ଦେବ ସିଏ ତୁମକୁ ମହତ୍ଵ ଦେବ ନାହିଁ। ନଇଁବା ଭଲ, ନଇଁବା ନମ୍ରତା ଅଟେ, ମାତ୍ର ଆତ୍ମସମ୍ମାନକୁ ଡରି ଆତ୍ମସମ୍ମାନକୁ ହରାଇ ଜମା ନଅନ୍ତୁ ନାହିଁ, କାରଣ ଆତ୍ମସମ୍ମାନ ହରାଇ ନଇଲେ ଆପଣ ନିଜର ଆଇଡେଣ୍ଟିଟି ହରାଇ ବସିବେ। ଆପଣ ନିଜେ ନିଜର ଅସ୍ତିତ୍ୱକୁ ହରାଇ ଦେବେ। ଜନ୍ମ ସମୟରେ ଆମର କେହି ଶତ୍ରୁ ନଥିଲେ କି କେହି ମିତ୍ର ନଥିଲେ। ଆମେ ଆମ ଶବ୍ଦ ଓ ଆମ ବ୍ୟବହାର ଦ୍ୱାରା ଶତ୍ରୁ ଓ ମିତ୍ର ବନାଇଥାନ୍ତି। ଶବ୍ଦ ମଧୁର, ବ୍ୟବହାର ଉତ୍ତମ ରଖିଲେ ଆପେ ଆପେ ଶତ୍ରୁ ସଂଖ୍ୟା କମିଯିବେ ଏବଂ ମିତ୍ର ସଂଖ୍ୟା ବଢ଼ିବାକୁ ଲାଗିବେ। ଯଦି ଆପଣଙ୍କ ପାଖରେ ଜିଦ୍, ଉତ୍ସାହ, ଆଶା ଓ ବିଶ୍ୱାସ ସୁଦୃଢ଼ ଅଛି, ତ ତେବେ ଆପଣ କୌଣସି ହାଲତରେ ବି ହାରିବେ ନାହିଁ। ଯଦି କାହା ଦୁଃଖ ଦେଖି ଆପଣଙ୍କୁ ଦୟା ଲାଗୁଛି, ପାଟିରୁ ଆହା ପଦ ବାହାରି ଯାଉଛି, ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଆତ୍ମାରେ ପରମାତ୍ମା ନିବାସ କରୁଛନ୍ତି। କାହା ଜୀବନରେ ବୋଝ ହୋଇ ବଞ୍ଚିବା ଛାଡ଼ନ୍ତୁ। ଯଦି ଆପଣଙ୍କୁ ଲାଗୁଛି ଆପଣ କାହା ଜୀବନରେ ବୋଝ ପରି ନଟକିଛନ୍ତି, ତ ତୁରନ୍ତ ତାକୁ ଛାଡ଼ି ତାଙ୍କ ଜୀବନରୁ ଦୂରେଇ ଯାଆନ୍ତୁ। କାରଣ ବୋଝ ହୋଇ ବଞ୍ଚିବା ଅପେକ୍ଷା ସ୍ମୃତି ହୋଇ ରହିଯିବା ଭଲ। କାହାର ଆଜିର ହାଲତକୁ ଦେଖି ଆଦୌ ହସନ୍ତୁ ନାହିଁ, କାରଣ କାହାର ଭବିଷ୍ୟତ ଆପଣଙ୍କୁ ଜଣା ନାହିଁ। ସମୟ ବହୁତ ବଳବାନ। ଏହି ସମୟ ଧୀରେ ଧୀରେ ଅବହେଳିତ କୋଇଲାକୁ ବହୁମୂଲ୍ୟ ହୀରାରେ ପରିଣତ କରିବାର ସାମର୍ଥ୍ୟ ରଖେ। ପଇସା କେବଳ ଜୀବନଶୈଳୀକୁ ବଦଳାଇ ଦେଇପାରେ, ମାତ୍ର ବୁଦ୍ଧି, ବିବେକ ଓ ଚରିତ୍ରକୁ ନୁହଁ। ଆପଣ କେତେ ଜୋର ଚାଲୁଛନ୍ତି ସେଆଡ଼କୁ ଧ୍ୟାନ ଦିଅନ୍ତୁ ନାହିଁ, ବରଂ ଧ୍ୟାନ ଦିଅନ୍ତୁ ଆପଣ କେଉଁ ଦିଗରେ ଚାଲୁଛନ୍ତି, ଠିକ୍ ଦିଗରେ ନା ଭୁଲ ଦିଗରେ। ଯଦି ଦିଗ ଠିକ୍, ତାହେଲେ ଆସ୍ତେ ଚାଲିଲେ ବି କିଛି କଥା ନାହିଁ। ଅନ୍ୟର ଭୁଲ ଖୋଜି ଲାଭ ନାହିଁ, କାରଣ ଲୋକଙ୍କ ଭୁଲ ଖୋଜୁ ଖୋଜୁ ଆପଣ କ'ଣ କରିବେ ଜାଣିଛନ୍ତି? ତାଙ୍କ ଭିତରେ ଥିବା ଭଲ ଗୁଣକୁ ମଧ୍ୟ ଇଗ୍ନୋର କରିବା ଶିଖିଯିବେ।
ଏବଂ ଯଦି ଆପଣ ଖୋଜୁଛନ୍ତି ତାହେଲେ ଖୋଜିବାକୁ ମନା ନାହିଁ। ଉଭୟ ଭୁଲ ଓ ଠିକକୁ ହିଁ ଖୋଜନ୍ତୁ। କଠିନ ପରିସ୍ଥିତିରେ ଖୁସି ରହିବାର ଏକମାତ୍ର ମନ୍ତ୍ର ହେଲା ପରିବର୍ତ୍ତନକୁ ଗ୍ରହଣ କରିବା। ପରିବର୍ତ୍ତନକୁ ଗ୍ରହଣ କରି ସାହସର ସହିତ ତାକୁ ସାମ୍ନା କରିବା। ପରିବର୍ତ୍ତନ ଧ୍ରୁବ ସତ୍ୟ, ତେଣୁ ପରିବର୍ତ୍ତନକୁ ଗ୍ରହଣ କରିବାକୁ ପଡ଼ିବ। ଯେତେ ଶୀଘ୍ର ଆପଣ ପରିବର୍ତ୍ତନକୁ ଗ୍ରହଣ କରିବେ ସେତେ ଶୀଘ୍ର ଆପଣ ଆପଣଙ୍କ ଜୀବନର ଉନ୍ନତି ରାସ୍ତାରେ ଆଗକୁ ବଢ଼ିବେ। ସମୟ କ'ଣ ତୁମକୁ କେବେ ଅପେକ୍ଷା କରିଛି? ନାଇଁ ନା। ଯଦି ସମୟ ତୁମକୁ କେବେ ଅପେକ୍ଷା କରିନାହିଁ ତେବେ ତୁମେ ଭଲ ସମୟର ଅପେକ୍ଷା କାହିଁକି କରୁଛ? କାହିଁକି ଅପେକ୍ଷା କରି ନିଜର ବହୁମୂଲ୍ୟ ସମୟକୁ ନଷ୍ଟ କରୁଛ? ମନେ ରଖ, ଯେଉଁ ସମୟ ତୁମ ହାତରେ ଏବେ ଅଛି ତାହା ହିଁ ହେଉଛି ତୁମ ପାଇଁ ସର୍ବଶ୍ରେଷ୍ଠ ସମୟ ଏବଂ ସେହି ସମୟକୁ ତୁମେ ୟୁଟିଲାଇଜ୍ କର, ଉପଯୋଗ କର। ଦେଖିବ ତୁମେ ଆଗକୁ ବଢ଼ିପାରିବ। ଜୀବନରେ ସଙ୍କଟ ସମୟ ଆସିଛି ତ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ସଙ୍କଟ ସମୟକୁ ଆଦୌ ଘୃଣା କରନ୍ତୁ ନାହିଁ, କାରଣ କଠିନ ପରିସ୍ଥିତି ପାଇଁ ଆମେ ମଜବୁତ ବନିଥାନ୍ତି। କଠିନ ପରିସ୍ଥିତି ହିଁ ଆମକୁ ମଜବୁତ କରିଥାଏ। କଠିନ ପରିସ୍ଥିତି ଆମକୁ ବଞ୍ଚିବା ଶିଖାଇଥାଏ। ଏହାଛଡ଼ା ଆମର ସାହସ ଓ ଆତ୍ମବିଶ୍ୱାସକୁ ଏହି କଠିନ ପରିସ୍ଥିତି ବଢ଼ାଇଥାଏ। ଆମ ଭିତରେ ଲୁଚି ରହିଥିବା ଶକ୍ତି ଓ ସାହସକୁ ପ୍ରଦର୍ଶନ କରିବାକୁ ଗୋଟେ ସୁନ୍ଦର ମୌକା ଦେଇଥାଏ ଏହି କଠିନ ସମୟ। ଆଉ ଏହି କଠିନ ସମୟ ଏକ ଏମିତି ସମୟ ଯେଉଁ ସମୟରେ ଆମେ ଖୁବ୍ ଚିହ୍ନିପାରନ୍ତି କିଏ ନିଜର କିଏ ପରର। ତେଣୁ କଠିନ ସମୟକୁ ଜମା ଘୃଣା କରନ୍ତୁ ନାହିଁ। କଠିନ ସମୟକୁ ଆରାମରେ ସାମ୍ନା କରନ୍ତୁ। ଉପରକୁ ଉଠିବାକୁ ଚାହାନ୍ତି ତ ହିଂସା, ଦ୍ୱେଷ ଓ ଅହଙ୍କାରକୁ ଛାଡ଼ି ନିଜକୁ ପ୍ରଥମେ ହାଲକା କରିନିଅନ୍ତୁ। କାରଣ ଉପରକୁ ଉଠିବାକୁ ହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ହାଲକା ହେବାକୁ ପଡ଼ିବ। ହାଲକା ହେଲେ ସିନା ଆପଣ ଉପରକୁ ଯିବେ। ପବନ ଯଦି ପାଗ ବଦଳାଇ ଦେଇପାରେ ତେବେ ଆପଣ କ'ଣ ଭାବୁଛନ୍ତି ଆଶୀର୍ବାଦ ସଙ୍କଟର କଳାବାଦଲକୁ ହଟାଇ ପାରିବ ନାହିଁ? ଯାହା ତୁମ ହୃଦୟରେ ଅଛି ତାହା ପ୍ରକାଶ କରିବାର ସାହସ ରଖ ଏବଂ ଯାହା ଅନ୍ୟ ମନରେ ଅଛି ତାକୁ ବୁଝିବାର ସାମର୍ଥ୍ୟ ରଖ। ଯେତେବେଳେ ଅନ୍ୟକୁ ବୁଝାଇ ତମେ ଥକି ପଡ଼ୁଛ ଆଉ ପାରୁନାହ, ସେତେବେଳେ ଗୋଟେ ସୁନ୍ଦର କାମ କର। ଆଉ କାହାକୁ ନ ବୁଝାଇ ନିଜ ମନକୁ ବୁଝାଇ ଚୁପ୍ ହୋଇଯାଅ। ସମସ୍ତଙ୍କ ଜୀବନରେ ଦୁଃଖ ଆସେ। ଯିଏ ଦୁଃଖ ଉପରେ ଗୋଡ଼ ରଖି ଆଗେଇ ଗଲା ସେ ଜୀବନ ଯୁଦ୍ଧକୁ ଜିତିଗଲା। ଆଉ ଯିଏ ଦୁଃଖକୁ ମୁଣ୍ଡରେ ମୁଣ୍ଡାଇଲା ସେ କାନ୍ଦି କାନ୍ଦି ଆଖି ଲାଲ କଲା ଏବଂ ପଛକୁ ଗଲା। ବେଳେବେଳେ ଆମେ ହଠାତ୍ ବଡ଼ ବିପତ୍ତିରୁ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥାନ୍ତି, ମୁକୁଳି ଯାଇଥାନ୍ତି। ଆମକୁ ଲାଗେ ଯେମିତି କେହି ଜଣେ ଆମକୁ ଏ ଆସନ୍ନ ବିପଦରୁ ରକ୍ଷା କରିନେଇଛି। ସେ କେହି ଜଣେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ପରମାତ୍ମା। ତେଣୁ ପରମାତ୍ମାକୁ ସବୁବେଳେ ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ। ଦୁନିଆରେ ସମସ୍ତେ ତୁମ ସାଥ ଛାଡ଼ିଦେଲେ ବି ଦୁଃଖ କର ନାହିଁ। ଯେତେବେଳେ ସମସ୍ତେ ତୁମ ହାତ ଛାଡ଼ି ଦେଇ ଯାଆନ୍ତି ସେତେବେଳେ ପରମାତ୍ମା ତୁମ ହାତକୁ ଧରି କୂଳରେ ଲଗାଇ ଦିଅନ୍ତି। ତୁମେ ନିଜକୁ ଦୁର୍ବଳ ଭାବି ଚୁପ୍ ବସୁଛ ସିନା, ହେଲେ ଭଗବାନ ତୁମକୁ ସେ ଶକ୍ତି ଦେଇଛନ୍ତି ଯେ ତୁମେ ଯାହା କରିପାରିବ ତାହା ଅନ୍ୟ କେହି ହୁଏତ କରିପାରିବାର ସାମର୍ଥ୍ୟ ରଖେ ନାହିଁ। ଭାଗ୍ୟ କେବଳ ପରିଶ୍ରମ ଦ୍ୱାରା ହିଁ ବଦଳିଥାଏ। ବସିକି ଭାବିଲେ ଭାଗ୍ୟରେ ପରିବର୍ତ୍ତନ ହୁଏ ନାହିଁ। ମା ଓ ସାହସ ଏ ଦୁଇଟି ଜିନିଷ କେବେ ତୁମକୁ ହାରିବାକୁ ଦେଇନଥାନ୍ତି। ଶେଷ ପର୍ଯ୍ୟନ୍ତ ତୁମକୁ ଜିତେଇବାର ପ୍ରୟାସ ଜାରି ରଖିଥାନ୍ତି। ଦୁଃଖ ଆସିବା ପୂର୍ବରୁ
ଦୁଃଖ ଆସିବ ଆସିବ ଭାବି ଦୁଃଖୀ ହେଉଥିବା ବ୍ୟକ୍ତିମାନେ ସବୁଠାରୁ ଜୀବନରେ ବେଶୀ ଦୁଃଖ ପାଆନ୍ତି। ଏହା ଜୀବନଟେ ତୁମକୁ ପରୀକ୍ଷା ନେଇ ନେଇ ତୁମକୁ ଲଢ଼ାଇ ଶିଖାଇ ଦେଇଥାଏ। ଦର୍ପଣ ଓ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ଥିବା ଦୁଇଟି ଜିନିଷ, ମାତ୍ର ଭାଙ୍ଗିବା ପଦ୍ଧତି ହେଉଛି ଭିନ୍ନ ଭିନ୍ନ। ଦର୍ପଣ ଭୁଲରୁ ଭାଙ୍ଗେ, ମାତ୍ର ସମ୍ପର୍କ ଭୁଲ ବୁଝାମଣାରୁ ଭାଙ୍ଗେ। ଦୁଃଖ ଚାହିଁଲେ ବି ଆପଣ କାହାକୁ ବିକି ଦେଇପାରିବେ ନାହିଁ, ସେମିତି ସୁଖକୁ ଚାହିଁଲେ ବି ଆପଣ କାହାଠାରୁ ବଜାରରୁ କିଣି ଆଣିପାରିବେ ନାହିଁ। ଯଦି କେହି ଆପଣଙ୍କୁ ତା ବିପଦ ସମୟରେ ଖୋଜୁଛି ତ ତାକୁ ଭୁଲ ବୁଝନ୍ତୁନି। ତୁମେ ହେଉଛ ତାଙ୍କ ପାଇଁ ଆଶାର ଆଲୋକ। ସେଇଥିପାଇଁ ତ ସେ ତାଙ୍କ ଜୀବନରେ ଅନ୍ଧକାର ଘୋଟିଲା କ୍ଷଣି ତୁମକୁ ହିଁ ମନେ ପକାଉଛନ୍ତି। ସୁଖର ଲୋଭ ଏକ ନୂଆ ଦୁଃଖକୁ ଜନ୍ମ ଦେଇଥାଏ। ପ୍ରେମ କେବେ ଭୁଲ ହୋଇନଥାଏ, ଏହା ପରମାତ୍ମାଙ୍କର ବରଦାନ। ମାତ୍ର ଆମେ ମଣିଷମାନେ ଭୁଲ ଲୋକଙ୍କୁ ଭଲ ପାଇ ପସ୍ତାଉ ଆଉ ବେକାରଟାରେ ପ୍ରେମକୁ ନିନ୍ଦା କରିଥାଉ। ଖରାପ ଲୋକ ଜୀବନରେ ଆସିଲେ ତୁମେ ନିଶ୍ଚିତ ଭାବରେ ବୁଝିପାରିବ ଭଲ ଲୋକଙ୍କର ମହତ୍ଵ କ'ଣ। ଏକା ଠିଆ ହେବାର ସାମର୍ଥ୍ୟ ରଖ, କାରଣ ଦୁନିଆରେ ସମସ୍ତେ ତୁମକୁ ଜ୍ଞାନ ଦେବେ, ପ୍ରବଚନ ଦେବେ, ମାତ୍ର ଦରକାର ବେଳେ ପ୍ରାୟତଃ କେହି ତୁମକୁ ସାଥ ଦେବେ ନାହିଁ। ଜୀବନ ଯୁଦ୍ଧ ତୁମକୁ ଏକା ହିଁ ଲଢ଼ିବାକୁ ହେବ। ନିଜକୁ ଅର୍ଜୁନ ବନିବାକୁ ପଡ଼ିବ ଏବଂ ନିଜକୁ ଭଗବାନ ଶ୍ରୀକୃଷ୍ଣ ହୋଇ ରଥ ଚଲାଇବାକୁ ପଡ଼ିବ। କାମ ହାସଲ କରିବାର ଚିନ୍ତା କରୁଛ ତ କାମ ପ୍ରଥମେ ଆରମ୍ଭ କର। ଆରମ୍ଭ ନ କଲେ ଶେଷ କରିବ କେମିତି? ହାସଲ କରିବ କିପରି? ସବୁଠାରୁ ବଡ଼ କାମ, କଠିନ କାମ ହେଲା କ'ଣ ଜାଣିଛନ୍ତି? କାମ ଆରମ୍ଭ କରିବା। କାମ ଆରମ୍ଭ କରିବାକୁ ହିମ୍ମତ ଦରକାର, ତାକତ ଦରକାର। ତେଣୁ କାମ ଆରମ୍ଭ କରିବି କହି ସମୟ ବ୍ୟର୍ଥ କରନ୍ତୁ ନାହିଁ। ଯେତେ ଶୀଘ୍ର ପାରୁଛନ୍ତି କାମ କରନ୍ତୁ। ଆପଣମାନେ ସମସ୍ତେ ଜାଣିଛନ୍ତି କାମ ଥରେ ଆରମ୍ଭ କଲେ ନିଶ୍ଚିତ ଭାବରେ ସରିଥାଏ। ସେଇଥିପାଇଁ ଆମ ଓଡ଼ିଆରେ ଗୋଟେ ପ୍ରବାଦ ଅଛି, ଓଲାରିଆ ଘର କ'ଣ କେବେ ଅଛାଉଣି ରହିଛି? ତେଣୁ କାଳ ବିଳମ୍ବ ନ କରି କାମ ଆରମ୍ଭ କରିଦିଅନ୍ତୁ। ଅଧିକାଂଶ ଲୋକ କହନ୍ତି ଗଲା କଥାକୁ ଭୁଲିଯାଅ, ପିଛିଲା କଥାକୁ ମନେ ପକାଇ ଲାଭ କ'ଣ? ସେମାନେ ବୁଝନ୍ତିନି ଯେ ସେ ଗଲା କଥା ଆମ ଜୀବନରେ କି ପ୍ରକାର ପ୍ରଭାବ ପକାଇ ମନର ଶାନ୍ତିକୁ ଅସ୍ତବ୍ୟସ୍ତ କରିଦେଇଛି। ଭଲ ଲୋକଙ୍କର ଗୋଟିଏ ଭଲ ଗୁଣ ହେଲା, ଖରାପ ସମୟରେ ବିପରୀତ ପରିସ୍ଥିତିରେ ବି ସେମାନେ ଭଲ ହିଁ ରୁହନ୍ତି। ଆମ ଜୀବନରେ ଗୋଟିଏ ନିଷ୍ପତ୍ତି ଆମ ଜୀବନକୁ ସଜାଡ଼ି ଦେଇପାରେ, ସେମିତି ଆମ ଜୀବନର ଗୋଟିଏ ଭୁଲ ନିଷ୍ପତ୍ତି ଆମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବିଗାଡ଼ି ଦେଇପାରେ। ତେଣୁ ନିଷ୍ପତ୍ତି ନେଲାବେଳେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପଇସା ଆସିଲେ ଇଜ୍ଜତ ଆସେ, ମାତ୍ର ଲୋକ ମନେ ରଖିବା ଉଚିତ ଏ ଇଜ୍ଜତ ତାର ନୁହଁ, ଏ ଇଜ୍ଜତ ହେଉଛି ତା ପଇସାର। ଯେଉଁ ଡର ଆପଣମାନଙ୍କର ଆତ୍ମବିଶ୍ୱାସକୁ ମାରି ଦେଉଛି, କମାଇ ଦେଉଛି, ଆଜି ହିଁ ସେ ଡରକୁ ଆପଣ ଖତମ କରିଦିଅନ୍ତୁ। ଏ କଳିଯୁଗ ଭାଇ, ଏଠି ରାଣା ପକାଉଥିବା ଲୋକଙ୍କ ଅପେକ୍ଷା ମଦ ପିଉଥିବା ଲୋକମାନେ ବେଶୀ ସତ କହନ୍ତି। ଯୌବନ ଅବସ୍ଥାରେ ଯେଉଁ ଲୋକ ନିଜ ମନପସନ୍ଦର ଜିନିଷର ତ୍ୟାଗ କରିପାରେ, ସେ ଲୋକ ବହୁତ ଉନ୍ନତି କରିଥାଏ। ଯଦି ତୁମେ ଚୁପ୍ ରହିବା ଶିଖିଗଲ, ତେବେ ତୁମେ ଦୁନିଆରେ ବହୁତ କିଛି ଦେଖିପାରିବ ଓ ବହୁତ କିଛି ଶୁଣିପାରିବ। ବାସ୍ତବିକ ପକ୍ଷେ ମଜାକ କ'ଣ ଜାଣନ୍ତି? ଚାଲାଖିରେ କୁହାଯାଇଥିବା ବା କରାଯାଇଥିବା ସମାଲୋଚନା। ତେଣୁ ମଜାକକୁ ମଜାକ ନ ଭାବି ଟିକେ ଭିତରକୁ ପଶନ୍ତୁ। ଜାଣିପାରିବେ ସାମ୍ନାବାଲା
ଆପଣଙ୍କୁ କି ପ୍ରକାର ହସରେ ହସରେ ସମାଲୋଚନା କରୁଛି। ଏଠି କ'ଣ ଜିତିବ, କ'ଣ ହାରିବ, ଏଠି କ'ଣ ପାଇବ, କ'ଣ ହରେଇବ, ଏଠି କ'ଣ ଲଢ଼ିବ, କ'ଣ କାନ୍ଦିବ। ଆରେ ବାବୁ, ଦିନେ ତ ଏସବୁକୁ ଏଇଠି ଛାଡ଼ି ସେପାରିକୁ ଯିବାକୁ ପଡ଼ିବ। ତେଣୁ ଯାହା ଯେତେବେଳେ ଯେମିତି ମିଳୁଛି ସନ୍ତୁଷ୍ଟତାର ସହିତ ତାକୁ ଗ୍ରହଣ କରନ୍ତୁ। ଆକ୍ସେପ୍ଟ ଏଭ୍ରିଥିଙ୍ଗ ହ୍ୱାଟ ଏଭର କମ୍ସ ଇନ୍ ୟୋର ଲାଇଫ୍। ଦେଖିବେ ଜୀବନ ସରଳ ହୋଇଯିବ। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗେ ତାକୁ ରାତି ଛୋଟ ଲାଗିଥାଏ, ଆଉ ଯାହାକୁ ସ୍ୱପ୍ନ ପୂରଣ କରିବାକୁ ଭଲ ଲାଗେ ତାକୁ ଦିନ ବି ଛୋଟ ପଡ଼ିଯାଇଥାଏ। ଦର୍ଶକ ବନ୍ଧୁ, ଏ କଥା ଗୁଡ଼ିକ ଏମିତି ଆମେ ଗୋଟିଏ ପରେ ଗୋଟିଏ କଥା ଶୁଣିବା। ପ୍ରତିଟି କଥାର ମୂଲ୍ୟ ବହୁତ ଅଧିକା। ତେଣୁ କେବେ ବି ଏ ଭିଡ଼ିଓକୁ ମିସ୍ କରିବେ ନାହିଁ। ଶେଷ ପର୍ଯ୍ୟନ୍ତ ସବୁ ଭିଡ଼ିଓକୁ ନିଶ୍ଚୟ ଦେଖିବେ। ନିଶ୍ଚିତ ଭାବରେ କିଛି ନା କିଛି ଉପାଦେୟ କଥା ଏ ଭିଡ଼ିଓ ଆପଣଙ୍କୁ ଶିଖାଇ ଦେଇଯିବ। ଆଗାମୀ ଭିଡ଼ିଓରେ ପୁଣି ଥରେ ଆମେ ଦେଖା ସାକ୍ଷାତ ହେବା। ସେ ପର୍ଯ୍ୟନ୍ତ ଆପଣମାନଙ୍କର ଉତ୍ତରୋତ୍ତର ଉନ୍ନତି ମନାସି ରହୁଛି। ନମସ୍କାର।